ଦେଖନ୍ତୁ ଆମେ ଶୁଣୁଥିଲୁ ଯେ ଜୟପୁର ପୌର ସଂସ୍ଥାରେ ମୁକ୍ତା ଯୋଜନାରେ ବହୁତ ଗୁଡାଏ ଦୁର୍ନୀତି ହେଇଛି। ଆଜି ଆଜି ନାହିଁ, ଗତ ବହୁତ ଦିନ ହେଲା ଚାଲିଛି। କିନ୍ତୁ 2 ଦିନ ତଳେ ଏକ ଖବର କାଗଜ, ରାଜ୍ୟସ୍ତରୀୟ ବଡ ଖବର କାଗଜରେ ଏକ ଖବର ବାହାରିଛି। ଜୟପୁର ପୌର ସଂସ୍ଥାର ଜୈନିକ ଯନ୍ତ୍ରୀ ସେ କୁଆଡେ ଯେତେବେଳେ ସେ କାର୍ଯ୍ୟରତ ଥିଲେ ସେତେବେଳେ ତାଙ୍କ ସମୟରେ ଥିବା ପ୍ରାୟ 30-40 ଗୋଟି କାମର ପ୍ରାୟ 3 କୋଟିର ଅଧିକ କାର୍ଯ୍ୟର ଫାଇଲ ଗୁଡାକ ଧରିକି ନେଇଯାଇଛନ୍ତି। ଏହା ଭିତରେ ଏଇ ଜିନିଷ ଆଜି ଜୟପୁର ବିଭିନ୍ନ ଗଳି ସନ୍ଧିରେ ଡିସ୍କସନ ହଉଛି ଯେ ଅମୁକ ଯନ୍ତ୍ରୀ ଫାଇଲ ଗୁଡାକ ଧରି ପଳେଇଥିଲା ଟ୍ରାନ୍ସଫର ହେଲା ପରେ। ଦେଖନ୍ତୁ କେ ଦୁର୍ଭାଗ୍ୟଜନକ, ଆପଣ ମାନେ ନିଶ୍ଚିତ ଭାବେ ବାରି ପାରୁଥିବେ ଯେ ମୁକ୍ତା ଯୋଜନା ତତ୍କାଳୀନ ରାଜ୍ୟ ସରକାର ନବୀନ ପଟ୍ଟନାୟକ ସରକାର ମୁକ୍ତ ଭାବରେ ଅଧିକାରୀ ମାନଙ୍କୁ ଦେଇକି ସହରାଞ୍ଚଳରେ ଏନ୍ଏସି ଓ ମ୍ୟୁନିସିପାଲିଟିରେ ଭଲ କାମ ପାଇଁ ସେମାନେ ସେଲ୍ଫ ହେଲ୍ପ ଗ୍ରୁପ ଓ ଜୈନିକ ଯନ୍ତ୍ରୀଙ୍କ ଅଧୀନରେ ଏ କାମ ଗୁଡା କରାଯାଇଥିଲା। ଆମେ ଜାଣିବାର ଏଇ ମୁକ୍ତା ଯୋଜନାରେ ଶହ କୋଟି ଟଙ୍କା ଗୋଟେ ଗୋଟେ ମ୍ୟୁନିସିପାଲିଟି ଏନ୍ଏସି ଆସିଛି। ଆଜି ସେମାନଙ୍କୁ ରାସ୍ତା ଏତେ ଟଙ୍କା ଆସିଛି, ରାସ୍ତା ବି ନାହିଁ ଯୋଉଠି ରାସ୍ତା କାମ କରିବା ପାଇଁ। ତାହାର ସୁଯୋଗ ନେଇ ଜୈନିକ ଯନ୍ତ୍ରୀ, ଅଧିକରଣ ଯନ୍ତ୍ରୀ, ଯୋଉ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ରାଜନୀତି ନେତା କଥା ଗୋଟେ ମିଳିବ କଥା ଆଜି ଏକ ମହା ଦୁର୍ନୀତିରେ ପରିଣତ ହେଇଛି ଆଜି ଜୟପୁର ପୌର ସଂସ୍ଥାରେ। ଆଜି ଆପଣଙ୍କର ମାଧ୍ୟମରେ ଆମେ ବାର୍ତ୍ତା ଦେବାକୁ ଚାହୁଁଛୁ, ଏଇ ଯୋଉ ଘୋଟାଲା ବର୍ତ୍ତମାନ ଜୟପୁରରେ ଚାଲିଛି, ଏହାର ଜିଲ୍ଲାପାଳଙ୍କୁ ଆମେ ଦାବି କରୁଛୁ ବିସ୍ତୃତ ଭାବରେ ଜନସାଧାରଣ ଜଣାନ୍ତୁ। ଏଇ ଯୋଉ ଯନ୍ତ୍ରୀ ଫାଇଲ ନେଇଯାଇଛନ୍ତି ତା ସତ୍ୟ ହୋଇଥିଲେ ମହା ଦୁର୍ଭାଗ୍ୟଜନକ। ତାକୁ ନିଶ୍ଚିତ ଭାବେ ଦଣ୍ଡ ଦିଆଯାଉ। ଆଉ ଯୋଉ ଠିକାଦାର ମାନେ କାମ କରୁଥିଲେ ସେମାନେ ଯୋଉ ପାଉଣା ନ ପାଇ ଆଜି ସେମାନେ 12 ଦଣ୍ଡ ଦ୍ୱାରା ବୁଲୁଛନ୍ତି, ସେମାନେ ପଇସା ପାଇନାହାନ୍ତି, ସେମାନଙ୍କୁ ନିଶ୍ଚିତ ପଇସା ଦେବାର ଆବଶ୍ୟକତା ଅଛି। ଆଉ ଗୋଟେ କଥା, ବର୍ତ୍ତମାନ ଜୟପୁର ପୌର ସଂସ୍ଥାରେ କିଛି ଇଞ୍ଜିନିୟର ବହୁତ ଦିନ ହେଲା ଏଠାରେ କାର୍ଯ୍ୟରତ ଅଛନ୍ତି। ସେମାନେ କାହା ଚାପରେ କାହାର ଅଧୀନରେ ଅଛନ୍ତି ଆମେ ତ ଜାଣିପାରୁନୁ, କିନ୍ତୁ ଏହା ଗୋଟେ ଗଣତନ୍ତ୍ର ବ୍ୟବସ୍ଥାର ପରିପନ୍ଥୀ। ଯେକୌଣସି ଅଧିକାରୀ ହୁଅନ୍ତୁ, ସେମାନେ 2-4 ବର୍ଷ କାମ କରିବା କଥା। ଗୋଟେ ଯନ୍ତ୍ରୀ ଅଛନ୍ତି 16-15 ବର୍ଷ କାର୍ଯ୍ୟରତ ଅଛନ୍ତି, ତାକୁ ନିଶ୍ଚିତ ଭାବରେ ଏଠାରୁ ବଦଳି କରିବାର ଆବଶ୍ୟକତା ଅଛି।